କପଡ଼ାକୁ ଆମେ ଯେତିକି ପରସ୍ତ କରିବା ଆମେ ଏଇଟାକୁ ମଝିଟାକୁ ଆଗ ଦି ଭାଗ କରିଦେବା। ଦି ଭାଗରେ ଗୋଟେ ଚିହ୍ନ ଦେବା, ଏଇ ଦି ଭାଗରେ ଗୋଟେ ଚିହ୍ନ ଦେବା, ମାନେ ଏଇଟା ଏଇ କପଡ଼ା ସହିତ ଯେତିକି ହେଲା ତାକୁ ଦି ଭାଗ କରିବା। এই ଦି ଭାଗରେ ଗୋଟେ ଚିହ୍ନ ନେବ। ସେ ଦି ଭାଗ ଯୋଉଠି ଚିହ୍ନ ଦେଲ ଅଣ୍ଟା ଯେତିକି ଥିଲା ତାକୁ ଆମେ କପଡ଼ା ଯେତିକି ଆମେ ପରସ୍ତ କରିଥିବା ସେତିକି ଭାଗ କରିବା। ବୁଝିପାରିଲ? ମାନେ ଅଣ୍ଟା ଯେତିକି ଥିବ କପଡ଼ାଟାକୁ କପଡ଼ା ଯେତିକି ଥିବ ଅଣ୍ଟାଟା ସେତିକି ଭାଗ କରିବା। ବୁଝିପାରିଲ? ତମେ ଯଦି ୟାକୁ 16 ଭାଗ ବି କରିବ ଅଣ୍ଟାଟାକୁ ବି 16 ଭାଗ କରିବ। ବୁଝିପାରିଲ? ମାନେ 32 କି ଆମେ ଏଇଟା ମୋର 8 ଭାଗ ଅଛି, ମୁଁ 8ଟା ଭାଗ କରିବି। କାରଣ 8 ଭାଗ କଲେ ହିଁ ତମର 8ଟା ଭାଗ ତମ ଅଣ୍ଟା ସହିତ ଠିକ୍ ହେବ, ନହେଲେ ହେବନି। ତେଣୁକରି ଆମର ଯେତିକି ରହିବ ଆମେ ସେତିକି ଭାଗ କରିବା। ଏଇଟା କପଡ଼ାଟା ଯେତିକି ଭାଗ ହେବ ଅଣ୍ଟାଟାକୁ ଆମେ ଏଇ ଅଧାରେ ଏଇ କପଡ଼ାକୁ ଯେତିକି ଭାଗ ହେଲା ସେ ଅଣ୍ଟାରେ ମଝିରେ ଚିହ୍ନ ଦେଇଦେବ। ସେ ଯେତିକି ଭାଗ ହେଲା ଏପଟେ ସେତିକି ଏପଟେ ସେତିକି, ମାନେ ଏଇଟା ଯେମିତି ମଝିରେ ରହିବ। ସେ ମଝିରେ ରହିକି ତମ ସ୍କେଲରେ ଗାର ଯୋଉ ଯାଏଁ ପଡ଼ୁଛି ସେଇ ଯାଏଁ କରିଦେବା। ଯଦି ଲେସ୍ ତେରଛା ଗାର ସେ ହଁ ଲେସ୍ ଥିବ ମାନେ ସିଧା ଗାର ତ ସିଧା ଗାର ଯୋଉଠିକି ହେଲା ଆଉ ସେଥିରେ କିଛି ନାହିଁ, ସିଧା ଗାର ଯୋଉଠିକି ହେଲା। ଆଉ ଏଠୁ ଯଦି ଲେସ୍ ଥିବ ସେ ଲେସ୍ ଉପରୁ ହିଁ ଗାର ଟାଣିଦେବ, ଆହୁରି ଭଲ। ଗୋଟେ ଗୋଟେ ମୋଟା ଲେସ୍ ନଥାଏ କି, ଏମିତି ଲେସ୍ ଥିଲେ ସେ ଲେସ୍ ହାଇଲାଇଟ୍ କରିଦେଲେ ପଡ଼ିଲେ ସେଇଠି ହାଇଲାଇଟ୍ କରିଦେଇକି ମାନେ ଏଇଟା ନା କରିଦେଇଛି, ମାନେ ଦି ପଟେ ଯାକ ସମାନ ହେବ ବୋଲି। ଏଇ ଦିଟାକ ସମାନ, ଏପଟେ ଯୋଉ ଯାଏଁ ଗାର ପଡ଼ିଛି ଏପଟେ ସେଇ ଯାଏଁ ଗାର ପଡ଼ିଛି ବୋଲି ମୁଁ ଏଇଟା ସମାନ କରିଦେଇଛି। এইটা আমরা গার পড়িয়েছি এমনি সমান করে দেবি ଯୋଉ ଯେମିତି ହେଲା এইটা ତାପରେ ଲମ୍ବା ଯେତିକି ଥିଲା ବଡ଼ି ଲମ୍ବା ମାଇନସ୍ କରିଥିଲି, ଆଉ ସେଥିରେ 2 ଇଞ୍ଚ ମିଶେଇଲି। ଯାହା ରହିଲା ସେଥିରେ 2 ଇଞ୍ଚ ମିଶେଇଥିଲି। ବଡ଼ି ଲମ୍ବା ଯେତିକି ଥିଲା ଏଟା ଟିକେ ଫିତାରେ ମ୍ୟାଡମ୍ କହିଦିଅନ୍ତୁ କାଳେ ଦେଖେଇ ଫିତାରେ ତାଙ୍କର ବଡ଼ି ଲମ୍ବା ଥିଲା 42। ହଁ କହୁଛି ବଡ଼ି ଲମ୍ବା 42 ଥିଲା, ମୁଁ ହେଉଛି 15 ମାଇନସ୍ କଲି। ବଡ଼ି ଲମ୍ବା 15 ମାଇନସ୍ କରିଦେଲି। 15 ମାଇନସ୍ କରିଦେଲା ପରେ କେତେ ରହିଲା? 25 ରହିଲା। 25ରେ ମୁଁ ଆଉ 2 ଇଞ୍ଚ ମିଶେଇଲି। ତମେ ଯଦି ଜାଣିପାରିବନି, ଯେତିକି ଜାଣିପାରିବନି 42 ଥିଲା, ସେଠି 42 ଥିଲା ଆଉ 2 ଇଞ୍ଚ ମିଶେଇଲି। ଦେଖିପାରିଲ? 42 ତାଙ୍କ ଲମ୍ବା 2 ଇଞ୍ଚ ମିଶେଇଲି। ଏଇ ଇଞ୍ଚଟା ଫୋଲ୍ଡ କରିଦେବି। ହଁ 15 ଏଠି ରହିଗଲା, ଦେଖ 15 ମାଇନସ୍ କରିଦେଲି, ଏତକ ମାଇନସ୍ ହେଇଗଲା। ଆଉ ଯାହା ରହିଲା ତାଙ୍କ ଲମ୍ବା ଆଉ 2 ଇଞ୍ଚ ମିଶେଇଲା। କାରଣ ହାଫ୍ ଗୋଟେ ଇଞ୍ଚ ହାଫ୍ ଭିତରେ ଯିବ, 1.5 ଇଞ୍ଚ ଏଠି ମୋଡ଼ିବାରେ ଯିବ। ବୁଝିପାରିଲ? ସରିଲେ ମୋଡ଼ା ହେବ। ତାପରେ କ'ଣ ଆଉ ସେଇ ଯୋଉ 2 ଇଞ୍ଚ ପ୍ଲସ୍ ଏପଟେ ହାଫ୍ ସେପଟେ ହାଫ୍ ଅଧିକ ନିଆହେଲା ଅଢ଼େଇ। ମୁଁ ପୁରା ମୂଳରୁ କହିଲି ସେଥିପାଇଁ ଆମେ କପଡ଼ାକୁ ପ୍ରଥମେ ମୁଁ 8 ପରସ୍ତ କରି ପକେଇ ଦେଇଛି। ତାଙ୍କ 8 ପରସ୍ତ ହେଉଛି, ଆଉ ଭାଗ ଯଦି କରିବା ଆମେ ପାଇବୁନି ତାଙ୍କ ଅଣ୍ଟାକୁ। ତେଣୁକରି ମୁଁ ସେ ଯେତିକି ହେଉଛି ସେତିକିରେ 8 ଭାଗ ହେଲା। ମୁଁ 8 ଭାଗକୁ 2 ଭାଗ କରିଦେବି। 8 ଭାଗକୁ ଯେତିକି ହେଲା ସେ କ'ଣ ଏଇଠୁ ଏତକ ଯେତିକି ହେଲା ମଝିରେ ଚିହ୍ନ ଦେଇଦେବି। ସେଇ ଚିହ୍ନଠୁ ହଁ ଅଣ୍ଟା ତାଙ୍କର 32 ଥିଲା, ମୁଁ 32 କି ଆମର ଯେହେତୁ କନା ଆମର 8 ପରସ୍ତ ଅଛି, ମୁଁ ସେଇ 32 କି 8 ଯେତିକି ବଡ଼ି ଯେତିକି ପରସ୍ତରେ ପଡ଼ିଥିବ ତାକୁ ସେଇ ସାଙ୍ଗରେ ଭାଗ ହେବ। କପଡ଼ା ଯେତିକିରେ ପଡ଼ିଥିବ ତମ ଅଣ୍ଟାକୁ ସେକୁ ଡିଭାଇଡ଼ କରିଦେବ। ଯେତିକି ହେଲା ତାଙ୍କର 32 ଥିଲା, ମୁଁ 8 ଭାଗ କଲି। ଯେହେତୁ ମୋର କନାଟା ବି 8 ଭାଗ ପଡ଼ିଛି, ସେ 8 ଭାଗରେ ମୋର କେତେ ପଡ଼ିଲା? 4 ପଡ଼ିଲା। ମୁଁ ସେଥିପାଇଁ ଏଇ ମଝିଟାରୁ ଏପଟେ 2 ନେଲି, ଏପଟେ 2 ନେଲି। ହାଫ୍ 2ଠୁ ହାଫ୍ ନେଲେ ଏଠି ସିଲେଇ ଆଧର ଏଇଟା ଜଏଣ୍ଟ ହେବ, ମାନେ ଆଧକୁ ତାଟା ଜଏଣ୍ଟ ହେବ, ତା ଆଧକୁ ସେଇଟା ଜଏଣ୍ଟ ହେବ। କେତେ ଅଛି? ହାଫ୍ ଇଞ୍ଚ। ସେଥିପାଇଁ ମୁଁ 2ରେ ଆଉ ହାଫ୍ ଦେବି, ମାନେ ଏଠୁ 2.5 ଏପଟେ ବି 2.5। ଆମେ ଯେଉଁ 4 ଇଞ୍ଚଟା ନେବା ଏଠୁ 2 ଏଠୁ 2 ଏଠି ଯେମିତି ଏଠି ସେଣ୍ଟରରୁ ଏପଟକୁ 2 ଏପଟକୁ 2 ଆଉ ସିଲେଇ ପାଇଁ ହାଫ୍। ବୁଝିପାରିଲ? କାରଣ ଏଇଟା ଜଏଣ୍ଟ ହେବ ନା କାଟି ସାରିଲା ପରେ, ସେଇଟା ପୁରା ମେଜରମେଣ୍ଟ। ତମ 32 ସହିତ 2ଟା କ'ଣ ମେଜରମେଣ୍ଟ ଗଲା, ହାଫ୍ଟା ତମେ ଆର ପଟ ଇଏକୁ ଜଏଣ୍ଟ ବାସ୍ କାଟିଲା ବେଳେ ଏମିତି ହିଁ କାଟିବ। ଏଇ କଳା କତଟା ଦେବା।